ଆଜିର ଏହି ଦିନ ନିଶ୍ଚୟ ଆମ ସମସ୍ତଙ୍କୁ ଗର୍ବିତ କରୁଛି ଏଥିପାଇଁ କି ଶିଷ୍ୟ ଏବଂ ଗୁରୁ ପରମ୍ପରା ଇ ଆଜିକାଲିର ନୁହଁ, ଇ ଆଦିକାଳରୁ ଭାରତୀୟ ସଂସ୍କୃତି ପରମ୍ପରାରେ ରହି ଆସିଛି। ଆଜି ବି ତାକୁ ଉଜ୍ଜୀବିତ କରି ଏ ଗୁରୁ ଶିଷ୍ୟ ସମ୍ପର୍କ କେମିତି ନିବିଡ଼ ହେବ ଏବଂ ଉଜ୍ଜୀବିତ ହେଇକି ରହିବ, ଆଜି କେବଳ ମାତ୍ର ନିଶ୍ଚୟ ମୁଁ ସେହି ମହାନ ବ୍ୟକ୍ତିଙ୍କୁ ମୁଁ ମୋର ଆନ୍ତରିକ ଶ୍ରଦ୍ଧାଞ୍ଜଳି ଦେବି, ତାଙ୍କୁ ମୋର କୋଟି କୋଟି ପ୍ରଣାମ ଜଣାଇବି। ଆଜି ସେ ତାଙ୍କର ଜନ୍ମଦିନକୁ ଗୁରୁମାନଙ୍କ ପାଇଁ ସମର୍ପିତ କରୁଥିବା କାରଣରୁ ଆଜି ଆମେ ସମସ୍ତେ ଏକତ୍ରିତ ହୋଇ ଆଜି ଏହି ଦିବସକୁ ପୁଣି ଆମେ ପାଳନ କରୁଛେ। ଆଉ ଆମ ଇଏ ବିଭାଗ ପାଇଁ ବି ଏ ସୌଭାଗ୍ୟର ବିଷୟ, ଆଜି ଆମେ ଅନେକ ଯେଉଁ ଶିକ୍ଷକ ଅଛନ୍ତି, ଆଦର୍ଶ ଶିକ୍ଷକ, ଯେଉଁମାନେ ଶିକ୍ଷା କ୍ଷେତ୍ରରେ ଯେଉଁମାନଙ୍କର ଭୂମିକା ଅତୁଳନୀୟ, ଶିକ୍ଷା କ୍ଷେତ୍ରରେ ତାଙ୍କର ଯୋଗଦାନ ଯାହାକୁ ଭୁଲି ହେବ ନାହିଁ, ସେଇଭଳି ବ୍ୟକ୍ତିମାନଙ୍କୁ ଆଜି ଏଠି ଆମେ ସମ୍ମାନିତ କରିବା। ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷାର୍ଥୀଙ୍କୁ ଶୃଙ୍ଖଳା ହଉ କି ଦାୟିତ୍ୱବୋଧତା, ସଚ୍ଚୋଟତା, ସହାନୁଭୂତିମୂଳକ ଏଭଳି କାର୍ଯ୍ୟ ପିଲାମାନଙ୍କୁ ଶିଖାଇଥାନ୍ତି। ଆଜି ଯେମିତି ବ୍ୟକ୍ତି ନିର୍ମାଣ କାର୍ଯ୍ୟ ଆଜି ଶିକ୍ଷକମାନେ କରୁଛନ୍ତି ଏବଂ ବ୍ୟକ୍ତି ନିର୍ମାଣରେ ପୁଣି ସମାଜର ନିର୍ମାଣ ହେବ, ସମାଜର ନିର୍ମାଣରେ ଦେଶର ନିର୍ମାଣ ସମ୍ଭବ। ତେଣୁ ତାଙ୍କର ଗୁରୁ ଦାୟିତ୍ୱକୁ ଆମକୁ ସମସ୍ତଙ୍କୁ ସମ୍ମାନ ଦେବା, ତାଙ୍କୁ ସମ୍ମାନିତ କରିବାର ଆବଶ୍ୟକତା ରହିଛି। ନିଶ୍ଚୟ ଆଜି ଯଦି ଦେଖାଯିବ ଶିକ୍ଷା କ୍ଷେତ୍ରରେ ଆଜି ନୂଆ ପଦକ୍ଷେପ ନିଆହେଉଛି। ଆଜି ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ଆଜି ଜାତୀୟ ଶିକ୍ଷା ନୀତି, ଯାହା ଦେଶରେ ଆବଶ୍ୟକତା ଥିଲା, ଆଜିର ଛାତ୍ରଛାତ୍ରୀଙ୍କର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଦେଶର ବିକାଶକୁ ଆଗକୁ ନେବା ପାଇଁ ଆଜି ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିକୁ ଆମ ସରକାର ଆସିବା ପରେ ଆମ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଜାତୀୟ ଶିକ୍ଷା ନୀତିକୁ ଲାଗୁ କରିବା ପାଇଁ ଆଜି କାର୍ଯ୍ୟ କରିଛନ୍ତି, ଯାହା ଫଳରେ ଆଜି ଆମେ ଜାତୀୟ ଶିକ୍ଷା ନୀତିକୁ ଓଡ଼ିଶାରେ ଲାଗୁ କରିଛେ। ଜାତୀୟ ଶିକ୍ଷା ନୀତି ଲାଗୁ ହେଲା ପରେ ଆମର ଭାଷା ସଂସ୍କୃତି ସହିତ ଆମ ପିଲାମାନଙ୍କର ଯେଉଁ ଆବଶ୍ୟକତା ରହିଛି, ସେ ଶିକ୍ଷାକୁ ଓଡ଼ିଶାରେ ଲାଗୁ କରାହେବ। ଆଜି ଯେମିତି ଆମେ ଦେଖୁଛେ କି ପିଲାମାନଙ୍କର ଯେତେବେଳେ ପାଠପଢ଼ା ଶେଷ ହୋଇଯାଉଛି, ସେ ସମୟରେ ଆମ ପିଲାମାନେ ସମସ୍ତେ ଚାକିରି ଖୋଜି ବୁଲନ୍ତି, ଆଉ ଚାକିରି ନ ମିଳିଲା ପରେ ସେମାନେ ବେକାର ହେଇକିନା ରହିଯାଆନ୍ତି। କିନ୍ତୁ ଆଜିର ଶିକ୍ଷା ବ୍ୟବସ୍ଥାରେ ଆଜି ଯେମିତି ଧନ୍ଦାମୂଳକ ଶିକ୍ଷା ହଉ କି डिजिटल शिक्षा हो, एआई कोडिंग हो, एवं
जीवन कौशल विकास हो एभली भावरे आज जातीय शिक्षा नीति रे एभली व्यवस्था करा जाइछि जहा फल रे पिला माने तांको भितरे दक्षता वृद्धि हब एवं परवर्ती समय रे सेमाने चाकरी पछरे न धाई सेमाने केमती निजे आत्मनिर्भरशील हो पारिबो सेते बेले तांको पाखरे सबु प्रकार दक्षता रहिथिबो से भली व्यवस्था आज जातीय शिक्षा नीति रे कराइछ। आज प्रारंभिक शिक्षा व्यवस्था को सुदृढ़ करबा पाए निपुण ओडिशा रो व्यवस्था हिची जहा कि आम पिला माने लिखिबा पढ़िबा एवं गणना मौलिक दक्षता हासिल केमती करि पारिबे सेथि पाई आज निपुण ओडिशार 5250 स्कूल रे आज निपुण ओडिशा रो व्यवस्था करा जाइछे एवं आगामी दिन रे अन्यान्य स्कूल मानक भी करा हबो। आमे निश्चय नूतन सरकार आसीबा परे आज ओडिशा प्रदेश रे जहा कि पीएम श्री स्कूल नथिला किंतु आज आम सरकार आसीबा परे मान्यवर मुख्यमंत्री नेतृत्व रे आमे केंद्र सरकार सहित एमयू गठन कलु एमयू स्वाक्षर कलु एवं एमयू स्वाक्षर हैला परे आमे ओडिशा रे प्रथम पर्याय रे आमे 462 गोटी पीएम श्री स्कूल पाइछे एवं पुनर्बार परवर्ती समय रे आमे केंद्र को अनुरोध कला परे पुणी थरे आमे आउ 300 स्कूल एमिति 462 स्कूल आज पाई पारिछे जेउटी अत्याधुनिक शिक्षा व्यवस्था आज स्कूल मानकर उत्तम भित्तिभूमि सहित अत्याधुनिक शिक्षा व्यवस्था हेई पारिबो ता पाई भी आज आम सरकार रे आज हेई पारिछे।